କିସ୍ ମୟୂରଭଞ୍ଜରେ ବାହାବଙ୍ଗା ପାଳିତ। ଆଦିବାସୀଙ୍କ ପ୍ରମୁଖ ପର୍ବ ବାହାବଙ୍ଗା, ଯାହାକି ପ୍ରକୃତି ଉପାସନାର ବାର୍ତ୍ତାବାହକ, ଅତି ଧୁମ୍ଧାମ୍ ଓ ନିଷ୍ଠାର ସହ ବାରିପଦାସ୍ଥିତ କିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଅଛି। ଆଦିବାସୀ ରୀତିନୀତି ଅନୁସାରେ ଶାଳଫୁଲ ଓ ଅନ୍ୟାନ୍ୟ ବସନ୍ତ ଋତୁରେ ନବପଲ୍ଲିତ ଫୁଲକୁ ମାରଙ୍ଗ ବୁରୁଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିର ସହ ଅର୍ପଣ କଲାପରେ ତାକୁ ବ୍ୟକ୍ତିଗତ ଜୀବନରେ ବ୍ୟବହାର କରାଯିବାର ସୁନ୍ଦର ପରମ୍ପରା ରହିଅଛି। ନିଜ ଗାଁ ଓ ଘରଠାରୁ ଦୂରରେ ରହୁଥିବା ଅଧିବାସୀ ଛାତ୍ରମାନଙ୍କୁ ନିଜର ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ପରିଚୟ କରାଇବାର ଉଦ୍ଦେଶ୍ୟ ନେଇ ମୟୂରଭଞ୍ଜର ପ୍ରମୁଖ ଶିକ୍ଷାନୁଷ୍ଠାନ କିସ୍‌ଠାରେ ଉକ୍ତ ବାହାବଙ୍ଗା ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଗଣେଶ ମିଶ୍ର ପ୍ରଥମେ ପିଲାମାନଙ୍କୁ ଉକ୍ତ ପର୍ବ ପ୍ରକୃତି ଉପାସନାର ଏକ ଅଂଶ ବୋଲି କହିବା ସହିତ ଆଦିବାସୀମାନେ ପ୍ରକୃତିର ପ୍ରକୃତ ରକ୍ଷକ ବୋଲି କହିବା ସହ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରେରଣାକ୍ରମେ ପିଲାଙ୍କ ସାମଗ୍ରିକ ବିକାଶ ନିମନ୍ତେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ସମ୍ଭବ ହେଉଛି ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିବା ସହ ଉପସ୍ଥିତ ଥିଲେ। ମୟୂରଭଞ୍ଜରୁ ସତ୍ୟବ୍ରତ ମିଶ୍ରଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।